ଭାରତୀୟ ସ୍ୱତନ୍ତ୍ରତା ଆନ୍ଦୋଳନର ଏକ ହୃଦୟ ବିଦାରକ ମୋଡ଼ ଥିଲା ବାଜିରାଉତଙ୍କ ନିଧନ। ଯେଉଁଦିନ ବାଳୁତ ବାଜିରାଉତଙ୍କୁ ବ୍ରିଟିଶ ସୈନିକମାନେ ଗୁଳିମାଡ଼ରେ ବ୍ରାହ୍ମଣୀ ନଦୀର ଜଳରାଶିକୁ ଲାଲ କରିଦେଇଥିଲେ, ସେଦିନ ସତେକି ବିଦ୍ରୋହର ବିଗୁଲ ବାଜିଥିଲା ଓଡ଼ିଶାରେ। ବାଜିରାଉତଙ୍କ ପରେ ପରେ ହୁରୁସି ପ୍ରଧାନ, ରଘୁ ନାୟକ, ନଟ ମଲ୍ଲିକ, ଗୁରୁ ନାୟକ, ଲକ୍ଷ୍ମଣ ମଲ୍ଲିକ ଓ ଫଗୁ ସାହୁଙ୍କର ରକ୍ତ ଜୁଡ଼ୁବୁଡ଼ୁ ଶରୀରକୁ ଘେରି ଯାଇଥିଲେ ଅଞ୍ଚଳବାସୀ। ସେହି କ୍ରାନ୍ତିକାରୀ ମଣିଷମାନଙ୍କର ଶବଗୁଡ଼ିକୁ ବ୍ରାହ୍ମଣୀ ନଦୀ ପଠାରେ ପୋତି ଦେଇ ଏହି ମର୍ମଭେଦୀ ଘଟଣାର ପୂର୍ଣ୍ଣଚ୍ଛେଦ ପକାଇବାକୁ ସଂଗ୍ରାମୀମାନେ ପରାଜୟ ବରଣ କଲା ଭଳି ମନେକରି ମାଟି ପାଇଁ ଲୋଟି ପଡ଼ିଥିବା ଏହି ମଣିଷମାନଙ୍କୁ ଶହୀଦର ଆଖ୍ୟା ଦେଇ ଘେନି ଆସିଥିଲେ କଟକ ରେଳ ଷ୍ଟେସନକୁ। ଢେଙ୍କାନାଳ ପ୍ରଜା ଆନ୍ଦୋଳନକୁ ପରିଚାଳନା କରୁଥିବା ବାମପନ୍ଥୀ ନେତାମାନେ ମାତୃଭୂମିର ମୁକ୍ତି ପାଇଁ ପଣ କରିବା ସହିତ କଟକ ରେଳ ଷ୍ଟେସନରୁ ଖାନନଗର ମଶାଣିକୁ ଘେନିଯିବାର ଦୃଶ୍ୟ ଯେତିକି ହୃଦୟ ବିଦାରକ ଥିଲା, ସେତିକି ଥିଲା ବୈପ୍ଳବିକ ଚେତନାମୟ। କଟକରେ ଏହି ଶୋଭାଯାତ୍ରାର ପୂର୍ବ ଭାଗରେ ଯେଉଁ କେତେଜଣ ସଂଗ୍ରାମୀ ବାମପନ୍ଥୀ ନେତା ଏହାର ନେତୃତ୍ୱ ନେଉଥିଲେ, ସେମାନଙ୍କ ଭିତରେ ଥିଲେ ସେ ସମୟର ଅନନ୍ୟ ଅଧିବକ୍ତା ବିଶ୍ୱନାଥ ପ୍ରସାଦ। ବିଂଶ ଶତାବ୍ଦୀର ଆଦ୍ୟ ଦଶନ୍ଧିଗୁଡ଼ିକ କେବଳ ଓଡ଼ିଶା ନୁହେଁ, ଭାରତୀୟ ରାଜନୈତିକ ଓ ସାମାଜିକ ଜୀବନର ଏକ ସଂଘର୍ଷମୟ ଓ ଆହ୍ୱାନଯୁକ୍ତ ସମୟ। ଯେଉଁ ବ୍ୟକ୍ତିମାନେ ଏହି ସନ୍ଧିକ୍ଷଣରେ ଭୂମିଷ୍ଠ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଦେଶ ଓ ଜାତି ପାଇଁ ଜୀବନ ଓ ଯୌବନକୁ ବାଜି ଲଗାଇ ଦେଇଥିଲେ। ରାଷ୍ଟ୍ରର ମଙ୍ଗଳ ପାଇଁ, ସମାଜର ସାମଗ୍ରିକ ବିକାଶ ପାଇଁ ଯେଉଁମାନେ ନିଜର ବିକାଶକୁ ତୁଚ୍ଛ ମଣିଥିଲେ, ସେହିଭଳି ଜଣେ ମଣିଷ ପରି ମଣିଷ ଥିଲେ ବିଶ୍ୱନାଥ ପ୍ରସାଦ। 1912 ଅକ୍ଟୋବର 12ରେ ଜନ୍ମ ନେଇ 1964 ଡିସେମ୍ବର 27ରେ ଶରୀର ତ୍ୟାଗ କରିଥିବା ଏହି ପ୍ରଣମ୍ୟ ପୁରୁଷ ବିଶ୍ୱନାଥ ବାବୁ ଓଡ଼ିଶାରେ ବହୁ ଆନ୍ଦୋଳନରେ ପୁରୋଧା ହେବା ସହିତ ଓକିଲାତି ସହିତ ନିଜର ସାମାଜିକ ରାଷ୍ଟ୍ରୀୟ ଦାୟିତ୍ୱକୁ ବେଶ ସୁଚାରୁ ରୂପେ ସନ୍ତୁଳନ କରିପାରିଥିଲେ। ଓକିଲାତି କେବଳ ତାଙ୍କ ପାଇଁ ପେଶା ନଥିଲା, ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ତାଙ୍କର ଥିଲା ଲକ୍ଷ୍ୟ। ମଧୁବାବୁ ଯେପରି ଆଇନ ବ୍ୟବସାୟ କଲାବେଳେ ଅର୍ଥ ରୋଜଗାର ଭୁଲି ଅନ୍ୟାୟ ଅନୀତିର ସମ୍ମୁଖୀନ ହେଉଥିବା ଲୋକଟିର ଦୁଃଖରେ ଦ୍ରବୀଭୂତ ହେଉଥିଲେ, ଠିକ୍ ସେହିପରି ଅନେକ ସମୟରେ ଗରିବ ଖଟିଖିଆ ଲୋକଟି ସହ ଅନ୍ୟାୟ ବିରୋଧରେ ଲଢ଼ିବା ପାଇଁ ସେ କୋଟ୍ ପରିଧାନ କରୁଥିଲେ। ଓକିଲାତି ଫି ପ୍ରତି ତାଙ୍କର ଲକ୍ଷ୍ୟ ରହୁନଥିଲା। ସ୍ୱାଧୀନତା ସଂଗ୍ରାମରେ ନିଜେ ତ ସାମିଲ ଥିଲେ, ତା ସହ ସହଯାତ୍ରୀଙ୍କୁ ମଧ୍ୟ ଓକିଲ ଭାବେ ସହାୟତା କରୁଥିଲେ। ରଘୁ ଦିବାକରଙ୍କ ମାମଲା ଭଳି ସଙ୍ଗୀନ ମାମଲା ସେ ପରିଚାଳନା କରି ସେ ସମୟରେ ବେଶ ପ୍ରଖ୍ୟାତ ହୋଇଥିଲେ। ଜଣେ ଅକାଟ୍ୟ ଅଧିବକ୍ତା ଭାବେ ନିଜର ପରିଚୟ ସୃଷ୍ଟି କରିବା ପରେ ଯେତେବେଳେ ତାଙ୍କୁ ନ୍ୟାୟମୂର୍ତ୍ତି ହେବାକୁ ନିମନ୍ତ୍ରଣ ଆସିଲା, ତାହାକୁ ସେ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିଲେ। କାରଣ ସେ ଜାଣିଥିଲେ ଯେ ବଡ଼ ଚୌକିର ମୋହରେ ଥରେ ଦପ୍ତର ଛାଡ଼ିଲେ ଅସହାୟ ହୋଇଯିବେ ତାଙ୍କ ପାଖରେ ଆଶ୍ରୟ ନେବାକୁ ଆସୁଥିବା ଅସଂଖ୍ୟ ଦରିଦ୍ର, ନିରକ୍ଷର, ନିର୍ଯାତିତ ମଣିଷ। ସ୍ୱାଧୀନତା ସଂଗ୍ରାମୀ ଭାବେ ତାଙ୍କ ଅବଦାନ କିଛି କମ୍ ନୁହେଁ। ବାମପନ୍ଥୀ ଚିନ୍ତାଧାରାରେ ଅନୁପ୍ରାଣିତ ବିଶ୍ୱନାଥ ବାମପନ୍ଥୀ ଶାସିତ ଦେଶମାନଙ୍କର ରାଜନୈତିକ ଓ ସାମାଜିକ ଜୀବନକୁ ବେଶ ସରଳ ସାବଳୀଳ ଭାବ ଓ ଭାଷାରେ ବର୍ଣ୍ଣନା କରି ପାଠକଙ୍କୁ ପ୍ରଭାବିତ କରିବା ସହ ସେମାନଙ୍କ ମନରେ ବିଦ୍ରୋହର ବୀଜ ବପନ କରୁଥିଲେ। କବି ମନମୋହନ ମିଶ୍ର, ଭଗବତୀ ଚରଣ ପାଣିଗ୍ରାହୀ ଓ ଅନନ୍ତ ପଟ୍ଟନାୟକ ତାଙ୍କର ସମସାମୟିକ ଓ ଏ ସମସ୍ତଙ୍କ ସାହିତ୍ୟ ସହ ବିଶ୍ୱନାଥଙ୍କ ରଚନା ସ୍ୱାଧୀନତା ପରବର୍ତ୍ତୀ ସମୟରେ ବେଶ ପ୍ରଭାବଶାଳୀ ଥିଲା। ରୁଷ ଭ୍ରମଣ ସମ୍ପର୍କରେ ତାଙ୍କର ଭ୍ରମଣ କାହାଣୀ, ମହାଭାରତର ମ୍ୟାଜିକ୍ ଆଦି ତାଙ୍କ ସାହିତ୍ୟିକ କୃତି ଓଡ଼ିଆ ବାଣୀ ଭଣ୍ଡାରକୁ ଅନନ୍ୟ ଉପହାର। ଭଗବତୀଙ୍କ ରଚିତ କାଳଜୟୀ ଗଳ୍ପ ଶିକାରକୁ ସେ ନାଟ୍ୟ ରୂପାନ୍ତର ଦେଇଥିଲେ ଓ ଚର୍ଚ୍ଚିତ ଚଳଚ୍ଚିତ୍ର ନିର୍ଦ୍ଦେଶକ ମୃଣାଳ ସେନ ଏହାକୁ ନେଇ ମୃଗୟା ନାମକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ, ଯାହାକି ଶ୍ରେଷ୍ଠ ରାଷ୍ଟ୍ରୀୟ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଥିଲା। ଗଡ଼ଜାତ ଆନ୍ଦୋଳନରେ ତାଙ୍କର ପ୍ରମୁଖ ଭୂମିକା ଥିବାବେଳେ ଚାଷୀ ଆନ୍ଦୋଳନରେ ମଧ୍ୟ ସେ ସକ୍ରିୟ ଅଂଶଗ୍ରହଣ କରି ନେତୃତ୍ୱ ନେଇଥିଲେ। ବିଶ୍ୱନାଥ ବାବୁ ଆନ୍ଦୋଳନ କରି କେବେ ଜେଲ ଯାଇଛନ୍ତି, ତ ପୁଣି କେବେ ସଂଗ୍ରାମ କରି ସରକାରଙ୍କ ଦରବାରରେ ଅଭିଯୁକ୍ତ ହୋଇଥିବା ବିପ୍ଳବୀମାନଙ୍କୁ ବେଲ ଦେଇଛନ୍ତି। 1939 ମସିହାରେ ଓଡ଼ିଶାରେ ଏକମାତ୍ର ଶିକ୍ଷାନୁଷ୍ଠାନ ମେଡ଼ିକାଲ ସ୍କୁଲରେ ପାଠପଢ଼ାରେ ଅବ୍ୟବସ୍ଥା ଓ ଛାତ୍ର ସମାଜ ପ୍ରତି ଦୁର୍ବ୍ୟବହାରରୁ ଯେଉଁ ପ୍ରତିବାଦ ଧର୍ମଘଟର ରୂପ ନେଇଥିଲା, ସେହି ଘଟଣାରେ ବିଶ୍ୱନାଥ ଅନ୍ୟମାନଙ୍କ ସହ ଯାଇଥିଲେ ଜେଲ। ନେତାଜୀ ସୁଭାଷ ବୋଷ ଏହାର ସମାଧାନ ପାଇଁ ପଣ୍ଡିତ ନୀଳକଣ୍ଠ ଓ ବିଶ୍ୱନାଥ ଦାସଙ୍କୁ ଚିଠି ଲେଖିବା ପରେ ବିଶ୍ୱନାଥଙ୍କ ସମେତ ଅନ୍ୟ ଛାତ୍ରନେତାମାନେ ଜେଲରୁ ମୁକ୍ତ ହୋଇଥିଲେ।
अर्ध शताब्दीर इतिहास रचना करिथिबा महान विप्लवी देशभक्त सुलेखक तथा मेहनती खटिखिया मनीषर दुर्धर्ष योद्धा विश्वनाथ प्रसाद श्राद्धवार्षिकी गभीर श्रद्धांजलि।